ଅଧା ଅଛି ନୂଆ ପାଠ ପଢିବ ସାରିଦବା। ଆଚ୍ଛା ଠିକ ଆମର ଦିଟା ବିଷୟ ଅଛି ଅଲରେଡି ପରୀକ୍ଷା କରିବା ପାଇଁ କି ତେଣୁ ଏଇଟା ଏଇ ଆଜିରେ ସାରିକି ତାପରେ ଆମେ ଦ୍ୱିତୀୟ ଏକକ ପଢିବା ଯୋଉ ତିନିଟା ଅଛି ତାକୁ ସାରିବା ହେଲା। ହଉ କେତେ 14 ବାର ଦଶରଥଙ୍କୁ ଶୁଣ ଶ୍ରୀରାମ ଏଇଠି ଆଚ୍ଛା ତାହାতে ଫ୍ୟାମିଲିକୁ ଦୁଇ ଖଣ୍ଡ କରି ତାକୁ ଏତେ ସହଜରେ କେମିତି ଦୁଇ ଖଣ୍ଡ କରିଦେଲୁ ସେଟା କହିଥିଲେ ତା ପରଠୁ ପଢିବା 12 ପେଜର ଫାର୍ଷ୍ଟ ଧାଡି ସମସ୍ତେ ଦେଖ ଦଶରଥ ବୋଲନ୍ତି ତୁ ଶୁଣସି ଶ୍ରୀରାମ ପ୍ରସୁଧରଟି କ୍ଷତ୍ରିଙ୍କର ତମ କହୁଛନ୍ତି ଦଶରଥ କହୁଛନ୍ତି ଆସିକି ଡାକୁଛନ୍ତି ମାନେ କାହାକୁ କହୁଛନ୍ତି ପରଶୁରାମଙ୍କୁ କହୁଛନ୍ତି ଦଶରଥ ବୋଲନ୍ତି ଶୁଣସି ଶ୍ରୀରାମ ଶୁଣସି ମାନେ ଶୁଣନ୍ତୁ କହୁଛି ଶୁଣ ଶ୍ରୀରାମଙ୍କୁ କହୁଛି ଏବେ ଶୁଣସି ଶ୍ରୀରାମ ଅର୍ଥାତ ସେ ଶ୍ରୀରାମଙ୍କୁ କହୁଛନ୍ତି କାହିଁକି ଡାକି କହୁଛନ୍ତି ଯେହେତୁ ଦେଖିଲେ ପରଶୁରାମ ରାମଙ୍କର ସାମ୍ନା ସାମ୍ନି ହେଲେ ମୁଁ ହସି ସାମ୍ନା ସାମ୍ନି ହେଇଗଲେ ପରଶୁରାମ ରାଗିକି ଅଛନ୍ତି କାଳେ କ୍ରୋଧ କରିବେ ବାଡେଇବେ ହଇରାଣ କରିବେ ମାରିବେ କରିକି ପରଶୁରାମଙ୍କୁ ଆସିକି ତ ନିଜେ ବୁଝେଇଲେ ସେ ହେଲା ନାହିଁ ତେଣୁ କରି ଏଠି କଣ କଲେ ଯାଇକି ରାମଙ୍କୁ କହୁଛନ୍ତି ତମେ ଯାଇ ତାଙ୍କୁ ନମସ୍କାର କର ଏତେ ବଡ ମାନେ ଗୋଟେ ଯୋଦ୍ଧାଟି ଏମିତି କନଭିନ୍ସ କରିବାକୁ ଚେଷ୍ଟା କରୁ କହୁଛନ୍ତି ଦଶରଥ କହୁଛନ୍ତି ହେ ରାମ ଶୁଣ ପ୍ରସୁଧରଟି କ୍ଷତ୍ରିଙ୍କର ତମ ଇଏ ହଉଛନ୍ତି ପରଶୁଧର ପ୍ରସୁଧର ହେଲା ପରଶୁକୁ ଯିଏ ଧରିଛି ପରଶୁରାମ ପରଶୁରାମ ଇଏ ହଉଛନ୍ତି ପରଶୁରାମ କ୍ଷତ୍ରିଙ୍କର ତମ ଅର୍ଥାତ ତମର ଅର୍ଥ ହେଲା ରାହୁ ଗୋଟେ ଅର୍ଥରେ ତମର ରାହୁଙ୍କର ବି ତମ କହିଲେ ରାହୁଙ୍କୁ ମଧ୍ୟ ବୁଝାଏ ଏବଂ କ୍ଷତ୍ରିୟଙ୍କର ଶ୍ରେଷ୍ଠକୁ ମଧ୍ୟ ବୁଝାଏ ହଁ ଦେଖ ଗୋଟେ ଜାଗା ତ ଇଏ ଦିଟା ଅର୍ଥରେ ବୁଝିବ ପ୍ରଥମଟା ଇଏ ହଉଛନ୍ତି ପରଶୁରାମ କ୍ଷତ୍ରିୟଙ୍କର ଜନ୍ମ ବା କ୍ଷତ୍ରିୟଙ୍କ ପାଇଁ ଇଏ ରାହୁ ଏବଂ ଦ୍ୱିତୀୟ ଅର୍ଥରେ ଯଦି ବୁଝିବ ଇଏ ହଉଛନ୍ତି କ୍ଷତ୍ରିୟଙ୍କର ଶ୍ରେଷ୍ଠ କାରଣ ଆମକୁ କୋଉ କ୍ଷତ୍ରିୟ ଯୁଦ୍ଧରେ ପାରିପାରିବ ନାହିଁ ତେଣୁ ଇଏ ହଉଛନ୍ତି କ୍ଷତ୍ରିୟଙ୍କ ମଧ୍ୟରେ ଶ୍ରେଷ୍ଠ ବା ଅନ୍ୟ ଅର୍ଥରେ କହିଲେ ଇଏ ହଉଛନ୍ତି ପରଶୁରାମ କ୍ଷତ୍ରିୟଙ୍କ ପାଇଁ ହଉଛନ୍ତି ରାହୁ ରାହୁ କେତୁ ଯୋଉ ଶନି ଦଶା ପଡିଲେ କି ରାହୁ କେତୁ ଯୋଉ ପଡିବ ତେଣୁ ସବୁ କ୍ଷତ୍ରିୟ ପରଶୁରାମ ଆସିଲେ ମାନେ କେତୁ ଆସିଲେ କି ରାହୁ ଆସିଲେ ଅର୍ଥାତ ଆମର ବିପଦ ମାଡ଼ିଲେ ଏହାଙ୍କ ଚରଣକୁ ନମସ୍କାର କର ଏହା କଲ୍ୟାଣେ ତୋତେ ଐଶ୍ୱର୍ଯ୍ୟ ଅପାର ତ କହୁଛନ୍ତି ଦଶରଥ ରାମଚନ୍ଦ୍ରଙ୍କୁ ହେ ରାମଚନ୍ଦ୍ର ତମେ ଆସ ଆଙ୍କ ଚରଣ ତଳେ ନମସ୍କାର କର ଏହା କଲ୍ୟାଣୀ ତୋତେ ଐଶ୍ୱର୍ଯ୍ୟ ଅପାର ଏହି ଯଦି ତୋତେ କଲ୍ୟାଣ କରିବେ ହେ ରାମ ତମେ ହେ ରାମଚନ୍ଦ୍ର ଆସିକି ତମେ ନମସ୍କାର କର ପରଶୁରାମଙ୍କୁ ଯିଏ ହଉଛନ୍ତି କ୍ଷତ୍ରିୟଙ୍କର ଯମ କ୍ଷତ୍ରିୟଙ୍କ ପାଇଁ ଗୋଟେ ଅଶୁଭ ତେଣୁ ତାଙ୍କୁ ଆସି ତମେ ନମସ୍କାର କର ତାଙ୍କ ଚରଣ ତଳେ ତାଙ୍କ ପାଦରେ ନମସ୍କାର କର ନମସ୍କାର କଲେ ତାଙ୍କର କଲ୍ୟାଣୀ ଏହା କଲ୍ୟାଣ ସେ ଯଦି ତୁମକୁ କଲ୍ୟାଣ କରିବେ ଆଶୀର୍ବାଦ କରିବେ ତତେ ଐଶ୍ୱର୍ଯ୍ୟ ଅପାର ତମକୁ ଅପାର ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ ମାନେ ବହୁତ କିଛି ଭଲ ଶୁଭ ଫଳ ତମକୁ ପ୍ରାପ୍ତ ହେବ ଐଶ୍ୱର୍ଯ୍ୟ ଧନ ସମ୍ପତ୍ତି ପ୍ରାପ୍ତ ହେବ ପରଶୁରାମଙ୍କ ପାଖରେ ଧନ ସମ୍ପତ୍ତି ନାହିଁ ଦେଇକି ତାଙ୍କୁ ଟିକେ ନମସ୍କାର କରିଦେଲି ସେ ହାତ ବଢି ଦେଇକି କିନ୍ତୁ ଯେହେତୁ ଏଠି ସେ ମାରିବାକୁ ଆସୁଛନ୍ତି ହୁଏତ ତମେ ତାଙ୍କର ରାଗ ଦୃଷ୍ଟିରୁ ରକ୍ଷା ପାଇବେ ଶୁଣିଲେ ଶ୍ରୀରାମ ପିତାଙ୍କର ଏସନିକ ବାଣୀ ସୁଶାସନ ଓହ୍ଲାଇ ଆସନ୍ତି ରଘୁପତି ତେବେ ଶ୍ରୀରାମଙ୍କ ଯେତେବେଳେ ପିତା ଏମିତି କଥା କହୁଛନ୍ତି ତ ଶୁଣିଲେ ଶ୍ରୀରାମ ରାମଚନ୍ଦ୍ର ଶୁଣିଲେ ପିତାଙ୍କର କଥା ଏସନେକ ବାଣୀ ମାନେ ଏଇଭଳି କଥା ଗୁଡିକ ଶୁଣିଲା ପରେ କଣ କରୁଛନ୍ତି ସୁକାସନ ରଥ ଉପରେ ଯୋଉ ବସିଥାନ୍ତି ରଥ ଉପରେ ଯୋଉ ଆସନ ପଡିଥାଏ ନା ତାକୁ କୁହନ୍ତି ସୁକାସନ ସୁକାସନ ଓହ୍ଲାଇ ଆସିଲେ ମାନେ କଣ ରଥ ଉପରେ ପଡିଥିବା କୋମଳ ଶଯ୍ୟା ଉପରୁ ଓହ୍ଲେଇ ଆସିଲେ ସୁକାସନ ହେଲା ତୁମର ରଥ ଉପରେ ପଡିଥିବା ଯୋଉ କୋମଳ ଶଯ୍ୟା ଯୋଉଥିରେ କି ଯିଏ ବସିବ ଯୋଉ ରାଜା ରାଜା ମାନେ ବସନ୍ତି ଆଜ୍ଞା ହଁ ହଁ ସିଂହାସନ ଇଏ ରଥରେ ଅଛନ୍ତି ରାସ୍ତାରେ ତ ରଥ ଉପରେ ପଡିଥିବା ସିଂହାସନ ମଧ୍ୟ କହିପାରିବ ଯେ କିନ୍ତୁ ସିଂହାସନ କହିଲେ ଆମର ରାଜ ଉଆସରେ ପଡିଥିବା ବଡଟାକୁ ବୁଝାଉଛି ହେଲା ତ ଯେହେତୁ ରଥଟା ତ ଗୋଟେ ଛୋଟିଆଟେ ନା ଇଏ ମାନେ ଆସିଛନ୍ତି ଯାଉଛନ୍ତି ରଥରେ ବସିକି ତାଙ୍କର ନିଜ ଘରକୁ ରଥ ଉପରେ ବସିବା ପାଇଁ ଗୋଟେ ବଢିଆ ଆସନ ପଡେ ନା ତା ଚେୟାର ଭଳିଆ ହେଇକି ତ ସେଇଥିରେ ବସିଛନ୍ତି ସୁକାସନରେ ଆସିଲେ ରଘୁମଣି ହଉଛନ୍ତି ରାମଚନ୍ଦ୍ର ରଥ ଉପରୁ ବାପାଙ୍କ କଥା ଶୁଣିଲା ପରେ ଓହ୍ଲେଇକି ଆସିଲେ ଶ୍ରୀରାମ
ଶ୍ରୀରାମ ସୀତାଙ୍କୁ ଛାଡି ତଳେ ଉଭା ହେବେ, ତୁମେ ପରଶୁରାମ ବୋଲଣ ଭଟକୁ। ଶ୍ରୀରାମ କଣ କଲେ, ରଥ ଉପରେ କଣ ରାମ ସୀତା ବସିଥିଲା, ଶ୍ରୀରାମ ସୀତାଙ୍କୁ ସେଠି ଛାଡି ନିଜେ ରଥରୁ ଓହ୍ଲାଇ ପରଶୁରାମଙ୍କୁ ନମସ୍କାର କଲେ ଏବଂ କହିଲେ, ଉଭା ହେଲେ ଆସିକି ସୀତାଙ୍କୁ ଛାଡି ତଳେ ଉଭା ହେଲେ, ରଥରୁ ଓହ୍ଲେଇକି ତଳେ ଆସିକି ଠିଆ ହେଲେ। ଠିଆ ହେଇକି କହୁଛନ୍ତି, ତୁମେ ପରଶୁରାମ ବୋଲଣ ଭଟକୁ, ଆପଣ ହଉଛନ୍ତି ସେ ପରଶୁରାମ ଯାହାଙ୍କର ଏତେ ନାମ ଖ୍ୟାତି ମୁଁ ଶୁଣିଛି, ତମକୁ ପରଶୁରାମ ବୋଲି କୁହନ୍ତି ଜଗତରେ। ଅପାର କାଳର ତ ପୁରାତନ ଋଷି ଶୁଣୁଥିଲି ଆମେ ଦେଖିଲୁନି ଆସି। ଅର୍ଥାତ୍ କହନ୍ତି ତୁମେ ହଉଛ ଅପାର କାଳର, ଅପାର ହେଲା ଅସୀମ କାଳର, ପୁରାତନ କାଳର, ବହୁ ପୁରାତନ କାଳର ତୁମେ ହଉଛ ଜଣେ ପୁରାତନ ଋଷି। ତମ ନାଁ ମୁଁ ଆଗରୁ ଶୁଣିଛି, ପରଶୁରାମ ଗୋଟେ ବହୁତ ବଡ ଋଷି ବୋଲି, ବହୁତ ପୁରାତନ ଯୁଗରୁ, ବହୁତ ଅସୀମ କାଳରୁ, ବହୁତ ପୁରୁଣା ସମୟରୁ ମୁଁ ତମ ବିଷୟରେ ଶୁଣିଛି। ଶୁଣିଥିଲି ଆମେ ଶୁଣିଥିଲୁ, ମୁଁ କେବେ ଶୁଣିଥିଲି ତୁମ ବିଷୟରେ, ଦେଖିଲୁନି ଆସି। ଆଜି ଆମେ ଆପଣଙ୍କୁ ଚକ୍ଷୁରେ ଦେଖିଲୁ, ସ୍ୱଚକ୍ଷୁରେ ସାମ୍ନାରେ ଯାହାକୁ ଆମେ ଆଗରୁ ଶୁଣିଥିଲୁ, ସେ ଜଣେ ଆପଣ ହଉଛନ୍ତି ବହୁତ ପୁରୁଣା ଦିନର ଋଷି ଜଣେ, ତମ ବିଷୟରେ ମୁଁ ବହୁତ କିଛି ଶୁଣିଥିଲି ଆଗରୁ, କିନ୍ତୁ ଆଜି ଆସିକି ସମ୍ମୁଖରେ ଦେଖି। କେବଳ କାରଣ ଅଇଲ ତପୋବନ୍ତ କହସି କଥା ତୋର ଶୁଣିବା କଥା। କେବଳ କାରଣ ମାନେ କେଉଁ କାରଣ ପାଇଁ, ଅଇଲ ତପୋବନ୍ତ, ହେ ତପୋବନ୍ତ, ତପୋବନ୍ତ ତପ ଆଚରଣରେ ଯେଉଁମାନେ ମଗ୍ନ ଥାନ୍ତି ସଦା ସର୍ବଦା ତାଙ୍କୁ ଆମେ ତପୋବନ୍ତ ବୋଲି କହିବା। ଯେହେତୁ ପରଶୁରାମ ତପରେ ତପସ୍ୟା କରିବା ଆଚରଣରେ ବା ତପସ୍ୟାରେ ନିମଗ୍ନ ଥାନ୍ତି ସବୁବେଳେ, ତେଣୁ କହୁଛନ୍ତି ହେ ତପୋବନ୍ତ, କେଉଁ କାରଣ ପାଇଁ ତମେ ଏଠିକି ଆସିଲ। କେବଳ କେବଳ ମାନେ କେଉଁ କେଉଁ କାରଣ ପାଇଁ, କାରଣ କେବଳ କାରଣ ଅର୍ଥାତ୍ କେଉଁ କାରଣ ପାଇଁ, ହେ ତପୋବନ୍ତ ଋଷି, ହେ ମହାନ ତପସ୍ୟାରୀ, କେଉଁ କାରଣ ପାଇଁ ତମେ ଏଠିକି ଆସିଲ। କହସି କଥା ତୋର ଶୁଣିବା କଥା। କହସି ହେଲା କୁହନ୍ତୁ, ତପୋବନ୍ତ ତପ ଆଚରଣରେ ଯୋଉମାନେ ନିମଗ୍ନ ଥାନ୍ତି ତାଙ୍କୁ ତପୋବନ୍ତ ବୋଲି କୁହାଯାଏ। ତପସ୍ୟା ତପସ୍ୟା ଯୋଉମାନେ ସବୁବେଳେ ତପସ୍ୟା କରୁଥାନ୍ତି, ସଦା ସର୍ବଦା ତପସ୍ୟାରେ ନିଜକୁ ନିୟୋଜିତ କରିଥାନ୍ତି, ତାକୁ ଆମେ ତପୋବନ୍ତ ବୋଲି କହିବା। କୁହସି ହେଲା କହନ୍ତି, କହସି କହସି ହେଲା କୁହନ୍ତୁ କଥା ତୋର ଶୁଣିବାକୁ ତଥ୍ୟ। ମୁଁ ଶୁଣିବାକୁ ଚାହୁଁଛି ତୁମର ତଥ୍ୟ କଣ, ପ୍ରକୃତ ବିଷୟ କଣ ବା ରହସ୍ୟ କଣ। ଆପଣ ଯୋଉ ଏଇଠିକି ଆସିଛନ୍ତି, କେଉଁ କାରଣ ପାଇଁ ଆସିଛନ୍ତି, ତାର ରହସ୍ୟ କଣ, ତାହା ମତେ ଆପଣ କୁହନ୍ତୁ, ମୁଁ ଶୁଣିବାକୁ ଚାହୁଁଛି। ରାମଚନ୍ଦ୍ର କହିଲେ କାହାକୁ, ପରଶୁରାମକୁ କହିଲେ। ତାପରେ କହୁଛନ୍ତି, ରାମ କହିଲେ ଶୁଣ ଭୃଗୁପତି, ପରଶୀ ଯେ ଅବା ତୋହର ମିଳନ ଯୁଗତି। ରାମ ପୁଣି କହୁଛନ୍ତି, ରାମ କହିଲେ ଶୁଣ ଭୃଗୁପତି, ଭୃଗୁ ବଂଶର ପତି ହଉଛନ୍ତି କିଏ, ପରଶୁରାମ। ତେଣୁ ଯେହେତୁ ଭୃଗୁ ବଂଶରେ ଜନ୍ମଗ୍ରହଣ କରିଥିଲେ ତାଙ୍କୁ ଭୃଗୁପତି ବୋଲି କୁହାଯାଏ। କହୁଛନ୍ତି ହେ ଭୃଗୁପତି, ରାମଚନ୍ଦ୍ର କହୁଛନ୍ତି ତାଙ୍କୁ, ପରଶୀ ଯେ ଅବା ତୋହର ମିଳଇ ଯୁଗତି। ଯୁଗତିର ଅର୍ଥ ହେଲା ତୋର ଯୁକ୍ତି ନ୍ୟାୟ ସଙ୍ଗତ ବା ଯୁକ୍ତି ଯୁକ୍ତ ବା ନ୍ୟାୟ ସଙ୍ଗତ। ତମକୁ ଯାହା, ପରଶୀ ହେଲା କର, ତମକୁ ଯାହା ନ୍ୟାୟ ବୋଲି ଲାଗୁଛି, ଯୁକ୍ତି ସଂଗତ ଲାଗୁଛି, ଠିକ ଲାଗୁଛି, ତମେ ତାହା କର ବୋଲି ରାମଚନ୍ଦ୍ର ତାଙ୍କୁ କହିଲେ। ଯୁଗତି ଯୁଗତି ମାନେ ନ୍ୟାୟ ବା ଯୁକ୍ତି ଯୁକ୍ତ, ତମକୁ ଯୋଉଟା ଠିକ ଲାଗୁଛି ହଉ ତୁ ଯାହା କରୁଛୁ କର, ତତେ ଯାହା ଠିକ ଲାଗୁଛି କର। ଠିକ ସେମିତି ରାମଚନ୍ଦ୍ର କହୁଛନ୍ତି ପରଶୁରାମଙ୍କୁ, ଆପଣଙ୍କୁ ଯାହା ନ୍ୟାୟ ଲାଗୁଛି, ନ୍ୟାୟ ତ ଉଚିତ ଲାଗୁଛି, ଯୁକ୍ତି ସଂଯୋଗ ଲାଗୁଛି, ଠିକ ଲାଗୁଛି, ତମେ ସେଇ କାମଟା। ଏ ମୋର ଶିର ଛେଦିବୁ କୋଠାରେ, ତୋତେ କୋପ ମନ ନାହିଁ ମୋର ପ୍ରକୃତି। ଯଦି ତମକୁ ଲାଗୁଛି ଯେ ତମେ ମତେ ମାରିଦେବା ପାଇଁ ଆସିଛ, ତମେ ମତେ ମାରିଦିଅ, ମୁଁ ରାଗିବିନି ତୁମ ଉପରେ। ରାମଚନ୍ଦ୍ର ଏ କଥା କହୁଛନ୍ତି। ଏ ମୋର ଶିର ଛେଦିବୁ କୋଠାରେ, ଏଇ ମୋର ମୁଣ୍ଡକୁ, ଶିର ମୁଣ୍ଡକୁ ଛେଦିବୁ, କାଟିଦବୁ, ଯଦି ଛେଦନ କରିବୁ, ଯଦି କୋଠାରେ ନା ତୋର କୁରାଢିରେ, ତୋର ଫାଶରେ ଯଦି ତୁ ମୋର ଏଇ ମୁଣ୍ଡକୁ କାଟିଦବୁ ବି, ତତେ କୋପ ମନ ନାହିଁ ମୋର ପ୍ରକୃତରେ। ପ୍ରକୃତରେ ହେ ପରଶୁରାମ, ତୁମକୁ ମୁଁ କୋପ ମନ କରିବିନି, ମୋ ମନରେ ତୁମ ପ୍ରତି ରାଗ ଆଣିବି ନାହିଁ। ତୁମେ ଯଦି ଚାହିଁବ, ତୁମକୁ ଯଦି ଉଚିତ ଲାଗୁଛି, ତମକୁ ଯଦି ଏଇ କଥା ଯୁକ୍ତି ସଙ୍ଗତ ଲାଗୁଛି, ଯୁକ୍ତିଯୁକ୍ତ କଥା ଲାଗୁଛି, ଠିକ ଲାଗୁଛି, ତମେ ମୋ ମୁଣ୍ଡକୁ କାଟିଦିଅ, ତମର ଭାଷାରେ ମୁଁ ତମକୁ କିଛି କହିବି ନାହିଁ, କିମ୍ବା ତୁମ ଉପରେ କୌଣସି ମଧ୍ୟ ରାଗ କି ଅଭିମାନ କରିବି ନାହିଁ। ଗୋରୁ ବ୍ରାହ୍ମଣେ ନ କରଇ ରୋଷ, ତେଣୁ ସେ କୋପ ତୋତେ ନାହିଁ ଅମରିଷ। ତେଣୁ ରାମଚନ୍ଦ୍ର ନିଜକୁ, ଗୋରୁ ବ୍ରାହ୍ମଣଙ୍କୁ କେବେ ରୋଷ କରେ, ଗୋରୁ ଗାଈ ଗୋରୁ ଏବଂ ବ୍ରାହ୍ମଣଙ୍କ ଉପରେ ମୁଁ ନ କରେ ରୋଷ, ରୋଷ ବିନା ରାଗିବା, କ୍ଷୁବ୍ଧ ହେବା, ମୁଁ କେବେ ରାଗେନି। ଗୋରୁ ଆଉ ବ୍ରାହ୍ମଣଙ୍କ ଉପରେ ମୁଁ ରାଗେନି। ତୁମେ ଯେହେତୁ ଗୋଟେ ଏତେ ବଡ ବ୍ରାହ୍ମଣ ତପଚାରା, ତେଣୁ କରିକି ତୁମ ଉପରେ ଆଉ କଣ ରାଗିବି। ତେଣୁ ସେ କୋପ ତୋତେ ନାହିଁ ଅମରିଷ। ଅମରିଷ ହେଲା, ଅମରିଷର ଅର୍ଥ ହେଲା ଦେବତା,
ଏଠି ଦେବତା ବୋଲି ରାମଚନ୍ଦ୍ର ଯେହେତୁ ତାଙ୍କୁ ଭକ୍ତି ଭାବ ପ୍ରଦର୍ଶନ କରୁଛନ୍ତି ତେଣୁ ଦେବତା ତୁଲ୍ୟ ମାନୁଛନ୍ତି ପରଶୁରାମଙ୍କୁ କହୁଛନ୍ତି ହେ ଅମରେଶ ହେ ଦେବତା ତୁମକୁ ମୁଁ ଯେହେତୁ କୌଣସି ଗୋରୁ ବ୍ରାହ୍ମଣଙ୍କ ଉପରେ ରାଗ ରୋଷ କରେ ନାହିଁ ତୁମକୁ ଯଦି ନ୍ୟାୟ ଲାଗୁଛି ତୁମକୁ ଯଦି ଉଚିତ ଲାଗୁଛି ମୋର ଶିରଚ୍ଛେଦନ କରିବ ତାହେଲେ ତମେ ମୋ ଶିରଚ୍ଛେଦନ କାଟିପାର ମୁଁ ତୁମ ଉପରେ କୌଣସି ପ୍ରକାରର ରାଗ ରୋଷ କରିବି ନାହିଁ ଯାହା ବୋଲିବୁ ତାହା ପାଇଲ ବଇ ଆଜ୍ଞା ପାଳି ବଇ ଆଜ୍ଞା ଅଳପ ମାତ୍ରେ ମୁଁ ନ କରିବି ଅବଜ୍ଞା ପୁଣି କହୁଛି ତୁମେ ଯାହା କହିବ ଯାହା ବୋଲିବ ମୁଁ କରିବି ଆଜ୍ଞା ପାଳିବି ଆପଣ ଯାହା କହିବେ ଆପଣଙ୍କର ସବୁ ଆଜ୍ଞା ମୁଁ ପାଳନ କରିବି କୌଣସି ଆଜ୍ଞାକୁ ମୁଁ ଅବଜ୍ଞା କରିବିନି ଯୋଉଟାକୁ ନ ମାନିବା ତାକୁ କୁହାଯାଏ ଅବଜ୍ଞା କରିବା ଆଜ୍ଞା ମାନିବ ଅବଜ୍ଞା କରିବା ଅବଜ୍ଞା କରିବା ମାନେ ତୁମ କଥାକୁ ନ ମାନିବା ବା ଅଜ୍ଞାନ କରିବା ଆମେ କରିବା ତେଣୁ କରିକି କହୁଛନ୍ତି ମୁଁ ଅଳ୍ପ ମାତ୍ରାରେ କେବେ ତମ କଥାକୁ ଅବଜ୍ଞା କରିବିନି ଯାହା ତମେ କହିବ ସେ ସମସ୍ତ କଥାକୁ ମାନିବି ତାପରେ କହିଲେ ଶ୍ରୀରାମଙ୍କ ବଚନ ଏସନ ଆର୍ତ ଶୁଣି ଧନୁ ବଢାଇ ଦେଲେ ଭୃଗୁମଣି ଶ୍ରୀରାମଙ୍କ ବଚନ ଏମିତି କଥା ଶ୍ରୀରାମ ଯେତେବେଳେ ଏଭଳି କଥା କହିଛନ୍ତି ଯିଏ ବି ହେଲେ ସାମ୍ନାର ଲୋକ ଆସି କରିପାରୁନାହାନ୍ତି ଦେଖିବ ପରଶୁରାମଙ୍କର ମନ କେମିତି କଣ ହଉଛି ତେଣୁ ଶ୍ରୀରାମ ବଚନ ଏସନ ଆର୍ତ ଶୁଣି ଆର୍ତ ହେଲା କାତର ବା ଆତୁର କଥା ଶୁଣିକି ଶ୍ରୀରାମଙ୍କ ଯୋଉ କାତର ଭଳିଆ ଏଇ ଯୋଉ ଆସନ୍ନ ଭରା ବା ଗୋଟେ କଣ ଆତୁରତା ଭଳିଆ କଥା ଶୁଣିକି ଧନୁ ବଢାଇ ଦେଲେ ଭୃଗୁମଣି ଭୃଗୁମଣି ହେଲା ହଁ ପରଶୁରାମ ପରଶୁରାମ ଧନୁଷର ଏଇ କଥା ଯେତେବେଳେ ଶୁଣିଲେ ଶ୍ରୀରାମ ଏମିତି ଯୋଉ କଥା ଗୁଡିକ ଯାହା ମାରିବୁ ମାର ଯାହା କିଛି କରିବିନି ସେଇ କଥା ଗୁଡିକ ଶୁଣିକି ଏ ବିପନ୍ନ କଥା ମାନ ଆତୁରତା ଭରା କଥା ମାନ ଶୁଣିକି ଭୃଗୁପତି କଣ କଲେ ତାଙ୍କର ଧରିଥିବା ଧନୁଟିକୁ ଶ୍ରୀରାମଙ୍କ ହାତକୁ ବଢେଇ ଦେଲେ ଏକଦଣ୍ଡ ଯେତେ ଦେଇପାରୁ ଗୁଣ ଜାଣିମା ତୋମର କେତେ ଅଛି ପ୍ରାଣ ଏଇ କୋଦଣ୍ଡ ମାନେ ହେଲା ଧନୁ ଏଇ ଧନୁରେ ଯଦି ତୁ ଗୁଣ ଧନୁର ଗୁଣ ଧନୁଟା ସେମିତି ତାର ଗୋଟେ ସୂତାଟେ ନଥାଏ ନା ଥାଏ ସେଇଟା ହେଲା ତାର ଧନୁର ଗୁଣ ତେବେ କହୁଛନ୍ତି ଏଇ ଧନୁରେ ଯଦି ତୁମେ ଗୁଣ ଦେଇପାରିବ ଗୋଟେ ପଟର ସୂତାକୁ ଆଣିକି ଆର ପଟରେ ଲଗେଇକି ଟାଣିକି ଯୋଉ ଛଡିବା ତାକୁ ଗୁଣ ଦେଇପାରିବ ଜାଣିମା ତୋହର କେତେ ଅଛି ପ୍ରାଣ ତେବେ ମୁଁ ଜାଣିବି ତୋହର କେତେ ଅଛି ତୋର ହୃଦୟରେ କେତେ ପ୍ରାଣ ଅଛି ତୋର କେତେ ତାକତ ଅଛି ତୋର କେତେ ଶକ୍ତି ଅଛି ମୁଁ ଜାଣିବି ଯଦି ତୁ ଏଇ ଧନରେ ଗୁଣ ଦେଇପାରିବୁ ସରାସନ ଥିଲା ପରଶୁରାମର ହସ୍ତେ ଦକ୍ଷିଣ ଭୁଜେ ତାହା ନେଲେ ରହୁଥିଲେ ସରାସନ ଥିଲା ସରାସନ ଥିଲା ଧନୁ ହେଲା ଧନୁର ଅନ୍ୟ ନାମ ସରାସନ ସରକୁ ସେ ଆସନ କରୁଥିବାରୁ ସର ତା ଦେହରେ ଲାଗେ ବୋଲି ଧନୁକୁ ସରାସନ କହନ୍ତି ସରାସନ ଥିଲା ପରଶୁରାମର ହସ୍ତେ ସେ ଯୋଉ ଧନୁଟି ପରଶୁରାମର ହାତରେ ଥିଲା ତାକୁ କିଏ ଯେହେତୁ ପରଶୁରାମ ରାମକୁ ଦେବେ ତେବେ ଦକ୍ଷିଣ ଭୁଜେ ତାହା ନେଲେ ରଘୁନାଥ ରଘୁନାଥ ହେଲେ ରାମ ରାମ ତାକୁ ନିଜର ଡାହାଣ ହାତ ବଢେଇକି ଧରିନେଲେ ଥିଲା ଧନୁଟା କାହା ହାତରେ ପରଶୁରାମଙ୍କ ହାତରେ ପରଶୁରାମ ଯେମିତି ବଢେଇ ଦେଲେ ରାମ ନିଜର ଦକ୍ଷିଣ ହାତରେ ତାକୁ ଧରିଲେ ଦକ୍ଷିଣ ଭୁଜେ ଭୁଜେ ହେଲା ବାହୁରେ ବା ତାର ବାହୁରେ ନେଲେ ଧନୁଟାକୁ ତାପରେ ଗୁଣ ନେବେ ଗୁଣ ଦିଅନ୍ତେ ପରଶୁରାମ ହୋଇଲେ ତବଦ ଶିତ୍ୟା ଚାହିଁଥିଲେ ସୁକାଶ ସରି ବାମ ଭୁଜେ ଧରି ନଦୀରେ ବାମ ପାଦ ଗୁଣ ଦିଅନ୍ତେ ପରଶୁରାମ ହୋଇଲେ ତବଦ ବାମ ଦକ୍ଷିଣ ହାତରେ ଧରିକି ନେଇଥିଲେ ନାଇଁ ତାକୁ କଣ କଲେ ବାମ ତାକୁ ପୁଣି ରାମଚନ୍ଦ୍ର ଦକ୍ଷିଣ ଇଏ ଗୋଟେ ବଡ ଲୋକଟେ ହାତରେ ଆମକୁ କିଛି ଦେଲେ ଆମେ କଣ କରନ୍ତି ଡାହାଣ ହାତରେ ନିଅନ୍ତି ନା ନାଇଁ କି ଗୋଟେ ସମ୍ମାନ ଦୃଷ୍ଟିରୁ ବାଁ ହାତରେ ନେବାଟା ଉଚିତ ନୁହେଁ ଶିଷ୍ଟାଚାର ନୁହେଁ ତେଣୁ କରି ରାମଚନ୍ଦ୍ର ଡାହାଣ ହାତରେ ମାଗିକି ନେଲେ କଣ କହିଲ କଣ କଣ ଆଁ ନାଇଁ ମୁଁ ତା ଜାଣିଛି କଣ ଧଇଲେ କୋଉ କଥାଟା ତମକୁ ଭଲ ଲାଗିଲାନି ତାକୁ ସାଙ୍ଗେ ସାଙ୍ଗେ ଗପ କହିଲ ନା ଶିଷ୍ଟାଚାରଟା ଠିକ ହେଲା ନା ଆଉ ଦକ୍ଷିଣ ହାତ ଡାହାଣ ହାତ ନବାଟା ଉଚିତ ନୁହେଁ ତାହେଲେ କୋଉ ଦିଟା ଯାକ ତ ଠିକ ତାହେଲେ ତମ କୋଉ କଥାଟା ହଟକିଲା ଯେ ତମେ ତାକୁ ଗପିଲ ସାଙ୍ଗେ ସାଙ୍ଗେ ହଉ ତ ଯେହେତୁ ଦକ୍ଷିଣ ହାତରେ ତାଙ୍କୁ ନେଇଥିଲେ ତାକୁ କଣ କଲେ ବାମ ହାତରେ ନିଜର ବାମ ହାତରେ ରାମଚନ୍ଦ୍ର ବାମ ଭୁଜେ ଧରିଲେ ଧନୁଟିକୁ ବାମ ହାତରେ ଧରି ନଦୀରେ ବାମ ପାଦ ବାମ ପାଦଟିକୁ ମଧ୍ୟ ତା ଉପରେ ନଦୀଲେ ଯେତେବେଳେ ଧନୁଟାକୁ ଗୁଣଟା ଏମିତି ଦେବେ ନା ଆଉ ଆମ ତମ ଭଳିଆ ଏଇ ଯୋଉ ଖେଳନା ଇଏ ନୁହେଁ ଧନୁଶର ନୁହେଁ ଯେ ତା ଦେହରେ ଆଣିକି ସାଙ୍ଗେ ସାଙ୍ଗେ ଦୂର ସେ ସୂତାଟା ଲଗେଇଦବା ହେଇଯିବ ତାଙ୍କ ଧନୁ ଏତେ ଶକ୍ତିଶାଳୀ ଆମ ମାନଙ୍କ ଭଳି ଲୋକ ଟେକିବା ସମର୍ଥ ନୁହେଁ ପୁରା 10 ଜଣ ବଳ ଖର୍ଚ୍ଚ କରିଦେଲେ ବି ଟେକିବା ସମର୍ଥ ନୁହେଁ ସେ ହେଲା ପରଶୁରାମ ସିଏ ହଉଛନ୍ତି ମଧ୍ୟ ଭଗବାନଙ୍କର ରୂପ ନା ଗୋଟେ ଅବତାର ତାଙ୍କ ଧନୁ ଧାରଣ କରିବା ସହଜ ତେଣୁ ସେ ବାଁ ହାତରେ ଧରିକି ବାମ ପାଦ ନଦୀରେ ସେଠି ଗୋଟେ ପଟ ଖସିଯିବ ନା
ଧନୁଟା ଏତେ ବଡ ହଉଥିବ ଗୋଟେ ବଡ ପାଦ ରଖିକି ଆରଟାକୁ ଆଣିକି ଗୁଣଟାକୁ ଏମିତି ସୂତାଟାକୁ ଆଣିକି ଜବରଦସ୍ତ ଲଗେଇବା ସେଥିରେ। ତ ସେମିତି ଯୋଉ କରିବେ ପାଦରେ ଗୋଟେ ବଳ ଦରକାର ନା ନା ସେମିତି ଧନୁଟା କଣ ଖେଳନା କି ଫୁଲ ହେଇଛି ନାଇଁ ନା। ତେଣୁ କଣ କଲେ ବାମ ହାତରେ ଧରିକି ନଦୀରେ ବାମ ପାଦ ତା ତଳେ ଗୁଣରେ ଧନୁର ଗୋଟେ ମୁଣ୍ଡରେ ପାଦ ରଖିକି ଗୁଣଟାକୁ ନେଇକି ଦେଲେ। ଯେତେବେଳେ ନଦୀକି ଗୁଣ ଲଗେଇ ଦେଲେ ଗୁଣ ଦିଅନ୍ତେ ପରଶୁରାମ କହିଲେ ତବତ ପରଶୁରାମ ଦେଖିକି ତବତ ହେଲେ ବା ସ୍ତବ୍ଧ ହେଇଗଲେ। ଆରେ ବା ଇଏ ଆଗକୁ କଣ ମୁଁ ଭାବୁଥିଲି ଗୋଟେ ସାଧାରଣ ମଣିଷ ଇଏ ତ ମୋର ଗୁଣ ଦେଇଦେଲାଣି। ଶବ୍ଦ ଆଶ୍ଚର୍ଯ୍ୟ ହେଇଯିବ ହଠାତ୍ କିନା ଯୋଉ କାମଟା ତମେ ଭାବିଥିବ ସାମ୍ନା ବାଲା କେବେ କରିପାରିବ ନାହିଁ ଆଉ ସେଇ କାମଟା ଯଦି ସାମ୍ନା ଲୋକ ଅତି ସହଜରେ କରିଦେଲା ତାହେଲେ ଯୋଉ ଚକିତ ଭାବ ଆସେ ତାକୁ କୁହାଯାଏ ସ୍ତବ୍ଧ ହେଇଯିବା ବା ଚକିତ ହେଇଯିବା ବା ଆଶ୍ଚର୍ଯ୍ୟ ହେଇଯିବା। ଏଇଠି ପରଶୁରାମ ଆଶ୍ଚର୍ଯ୍ୟ ହେଇଯିବ। ସିଦ୍ଧିଆ ଚାହିଁଥିଲେ ସୁଖାସନରେ ବସି ଗୁଣତ ତପ ଶପଥୁଣି କହିଲା ମତେ ଆସି ସୀତା ମାତା ଝିଅ ପିଲା ମାନେ ସନ୍ଦେହୀ ନାଇଁ ନାରୀ ଜାତି ସନ୍ଦେହ ମନରେ ଭରପୁର ତ ମତେ ତ ସେଠି ଗୁଣ ଦେଲେ ଗୋଟେ ବାହା ହେଇକି ନେଇ ଆଇଲେ ଏଠି କଣ ଘରର ଗୁଣ ଦେଲେଣି ଇଏ ବୋଧେ ତା ଝିଅକୁ ବାହାଘର କରିଦେବ ମୋ ବାବା ଗୋଟେ ଧନୁ ଦେଲା ତାକୁ ଗୁଣ ଲଗେଇକି ଭାଙ୍ଗିଦେଲେ ମତେ ବାହା ହେଇକି ପଳେଇ ଆସିବ। ପୁଣି ଗୋଟେ ଇଏ ବୁଢାଟେ ଚିହ୍ନି ନାହାନ୍ତି ନା ଇଏ ବୁଢାଟା କିଏ ଏଇ ଋଷିଟା ଆସି କଣ ଧନୁସର ଦେଲେଣି ତାର ବି ଗୁଣ ଲଗେଇ ଦେଲେଣି ରାମଚନ୍ଦ୍ର ଇଏ ତ ମତେ ସବୁ ମାନେ ପ୍ରତିଜ୍ଞା କରେଇଥିଲେ ଯେ ମୁଁ ଏକ ପତ୍ନୀ ଗ୍ରହଣ କରିବି ଦ୍ୱିତୀୟ ପତ୍ନୀ ଗ୍ରହଣ କରିବିନି ଏ ପୁଣି କଣ ଏ ବୁଢାର ଋଷିଟାର ଗୁଣରେ ଧନୁଟାକୁ ଗୁଣ ଦେଲେଣି ଇଏ ବୋଧେ ତା ଝିଅକୁ ମତେ ବାହାଘର କରେଇବ ରାମଚନ୍ଦ୍ରଙ୍କ ସହିତ ପୁଣି ଗୋଟେ ସଉତୁଣୀ ଆସିବ ମୋର ମୁଣ୍ଡରେ ଆସିଗଲା ସପତଣୀ ମାନେ ସଉତୁଣୀ। ମାନେ ସ୍ଵାମୀ ପାଖରେ ଗୋଟେ ସ୍ତ୍ରୀ ଅଛି ଆଉ ଗୋଟେ ସ୍ଵାମୀ ଯଦି ଆଉ ଗୋଟେ ସ୍ତ୍ରୀକୁ ବାହା ହେଲା ଦି ଜଣଙ୍କ ରିଲେସନ ହେଇଥିବ ସଉତୁଣୀ। ତେଣୁ ମନରେ ଗୋଟେ ଆସିଗଲା ସନ୍ଦେହ ସୀତା ଭାବିଲେ ଗଲା ଆଉ ଗୋଟେ ଝିଅ ନେଇ ଆସିଲେ ବୋଧେ ଆଉ। ତେଣୁ କହୁଛନ୍ତି ସିଦ୍ଧିଆ ଚାହିଁଥିଲେ ସୁଖାସନରେ ବସି ସିଏ ରଥ ଉପରେ ବସିକି ସମସ୍ତ ଘଟଣା ଦେଖୁଛନ୍ତି ରଥ ଉପରେ ବସିକି ତେଣୁ କରିକି ସିଏ ତ ଶପଥରେ କହିଲା ମତେ ଆସି ଗୁଣତ ମାନେ ପୁଣି ଆଉ ଥରେ ଗୋଟେ ସଉତୁଣୀ ବୋଧେ ଆସିଲା ଆଉ ମତେ ଆସି ମୋ ସାଙ୍ଗରେ ଗୋଟେ ସଉତୁଣୀ ମିଶିଲା ଆଉ ଏଇଆ ମନେ ମନେ ଭାବିଲେ। ତାପରେ କହିଲେ ମୋହର ପ୍ରିୟର ସେ ଧନୁ ସମର ପିଲା କୋଦଣ୍ଡ ଆମନ୍ତ୍ରଣେ ମତେ ବିଭା ହେଲା ପୁଣି ମନେ ପକେଇଲେ ମୋର ପିଅର ହେଲା ଧର୍ମ ପିତା ଏଇଠି ଜାଗା ଅଛି। ହଁ ଏଇଠି ବସିଥା। ତ ପୁଣି କହୁଛନ୍ତି ମୋହର ପିଅର ହଉଛନ୍ତି ଧର୍ମ ପିତା ସୀତାଙ୍କର ଧର୍ମ ପିତା କିଏ? ଜନକ ଜନକ କାହିଁକି ସୀତାଙ୍କୁ ତ ଜନକ ଋଷି ଜନ୍ମ କରିଛନ୍ତି କି ଜନ୍ମ କରିନାହାନ୍ତି ନା ଧର୍ମ ବାବା ସେ ଧର୍ମ ପିତା ଯୋଉ ସୀତା ମାତା କୋଉଠୁ ଆସିଥିଲେ ମାଟି ଠିକ ତେଣୁ କରି କହୁଛନ୍ତି ମୋହର ପିଅର ବା ମୋର ଧର୍ମ ପିତା ସେ ଧନୁ ସମର ପିଲା ତାକୁ ଧନୁ ସମର୍ପଣ କରିଥିଲେ ଯେ ତାକୁ ଯିଏ ଗୁଣ ଦବ ତାକୁ ଯିଏ ଭାଙ୍ଗିବ ସୀତାକୁ ସିଏ ବାହା ହେବ। କୋଦଣ୍ଡ ଆମଞ୍ଚନେ କୋଦଣ୍ଡ ହେଲା ଧନୁ ଧନୁକୁ ଆମଞ୍ଚନେ ମତେ ବିବାହ କଲା। ଆମଞ୍ଚନ ମାନେ ସର ମାରିବା ପାଇଁ ଟାଣିବା ସର ସନ୍ଧାନ କରିବା। ସେ କହିନଥିଲେ କି ଯୋଉ ଯିଏ ପିଲାଙ୍କୁ ଧନୁକୁ ସରସନ୍ଧାନ କରିପାରିବ ବା ସରସନ୍ଧାନ କରିପାରିବ ସିଏ ହିଁ ମୋର ଝିଅକୁ ବାହା ହେବ ତେଣୁ ସୀତା ସେଇ କଥା କହୁଛନ୍ତି ମୋର ପିଅର ବା ମୋର ଧର୍ମ ପିତା ଧନୁ ଗୋଟେ ସମର୍ପଣ କରିଥିଲା ଶିବ ଧନୁ ସମର୍ପଣ କରିଥିଲା ଯିଏ ଏଇ ଶିବ ଧନୁ ଉପରେ ସରସନ୍ଧାନ କରିପାରିବ ସିଏ ଯାଇକି ମୋର ଝିଅକୁ ବିବାହ କରିବ ତେଣୁ କୋଦଣ୍ଡ ଆମଞ୍ଚନେ ମତେ ବିବାହ କଲା। କୋଦଣ୍ଡକୁ ଯିଏ ସରସନ୍ଧାନ କଲା ବା ଧନୁକୁ ଏଇ ରାମଚନ୍ଦ୍ର ସରସନ୍ଧାନ କରିଥିଲେ ବୋଲି ସେ ମତେ ବିବାହ କରେଇଦେଲେ କି ମୋର ପିଅର ବା ମୋର ପିତା। ଯେବେ ତ ହେ ଋଷି ଦିଅ ଇ ସ୍ୱରାସନ ଚାପ ଆମଞ୍ଚନ ଦେବ କନ୍ୟା ଦାନ ପୁଣି କହୁଛନ୍ତି ତାହେଲେ ମୋ ପିତା ଯଦି କୋଦଣ୍ଡ ଆମଞ୍ଚନ କରେଇକି ମତେ ବାହା କରେଇଲା ଏଇ ଯୋଉ ଲୋକଟା ଯେ ଏଇ ଋଷି ଇଏ ତ ଏଇ ଋଷିଟା ଯୋଉ ସରାସନ ଦେଇଛି ବା ଧନୁଟା ଦେଇଛି ସରାସନ ମାନେ ଧନୁ ଦେଇଛି ତା ଦେହରେ ଚାପ ଆଙ୍କୁଚି ନେବା ତାକୁ ଚାପ ପରେ ଗୁଣ ଲଗେଇକିନା ଧନୁଷର ସରସନ୍ଧାନ କଲେ ଇଏ ବି ତାର କନ୍ୟା ଦାନ କରିଦବ ବୋଧେ ଆଉ ରାମଚନ୍ଦ୍ରଙ୍କୁ ଆଉ ଆମଞ୍ଚିବା ଆମଞ୍ଚିବା ମାନେ ସର ମାରିବା ବା ସର ସନ୍ଧାନ କରିବା। ଚାପ ଆମଞ୍ଚିଲେ ଦେବ କନ୍ୟା ଦାନ ଇଏ ଯଦି ସରସନ୍ଧାନ ଏବେ ରାମଚନ୍ଦ୍ର କରିବେ ଚାପ ବା ସେ ଯୋଉ ଧନୁଟିକୁ ଯଦି ସରସନ୍ଧାନ କରିବେ ସର ମାରିବେ ତାହେଲେ ଏଇ ଋଷିଟି ମଧ୍ୟ ତା ଝିଅଟାକୁ କନ୍ୟା ଦାନ କରିଦବ ମୋର ପୁଣି ଗୋଟେ ସଉତୁଣୀ ପଳେଇ ଆସିବ ନାଇଁ। ତାପରେ ମାସେ ପକ୍ଷେ ନୋହିଲା ମତେ ସୁସ୍ଥ ପୁଣି ତ ଶପଥଣି
15 ଦିନ ମୋ ବାହାଘର ହେଇନି ମୋର ଗୋଟେ ସୌତୁଣୀ ଭଗବାନ ବିଧାତା ମୋ ଭାଗ୍ୟରେ ଗୋଟେ ସୌତୁଣୀ ଲେଖିଛନ୍ତି ଯେ ମାସେ ପକ୍ଷୀ ନହିଲା ମତେ ସୁସ୍ଥ ସୁସ୍ଥ ହେଲା ମୁଁ ଟିକେ ନିଶ୍ଚିନ୍ତ ହେଇକି ବଞ୍ଚିଲି ମାନେ ବାହା ହେଇକି ଆସିଛି ନୂଆ ନୂଆ କି ଚିନ୍ତା ଶୂନ୍ୟ ହେଇକି ଆରାମରେ ଯୋଉ ବୈବାହିକ ଜୀବନ କାଟିବା କଥା ନିଶ୍ଚିନ୍ତ ବା ସୁଖରେ ସେତିକିକୁ ମତେ ମାସେ କି ପକ୍ଷୀ ବି ପୁରିନି ଦେଖିଲା ବେଳକୁ ପୁଣି ତ ମାନେ ପୁଣି ଶପଥଣୀ ବିହିଲା ବିଧାତା ବିହିଲା ମାନେ ଲେଖିଲା ବା ମୁଣ୍ଡରେ ଲେଖିଛି ବିଧାତା ହେଲା ବିଧାତା ବା ଭଗବାନ ଭଗବାନ ମୋ ମୁଣ୍ଡରେ ମାନେ ମୋ ଭାଗ୍ୟରେ ଗୋଟେ ସୌତୁଣୀ ଲେଖିଲେଣି ଯୋଉମାନେ ବାହାଘର 15 ଦିନ ବି ହେଇନି ମନରେ ଏମିତି ପ୍ରଶ୍ନ ଆସିଲାଣି ଶ୍ରୀରାମ ସତ୍ୟ କଲେ ଅଗ୍ନି ଛୁଇଁ ନିଶ୍ଚୟ ଶପଥଣୀ ମତେ ନ କରିବାର ପାଇଁ ତାପରେ ମନେ ପକଉଛି ଯେତେବେଳେ ବାହାଘର ହେଇଥିଲା ରାମଙ୍କ ସହିତ ମୋର ସେତେବେଳେ ଶ୍ରୀରାମ ସତ୍ୟ କରିଥିଲେ ଅଗ୍ନିକୁ ଛୁଇଁକି ନିଆଁକୁ ଛୁଇଁକି ସେ ସତ୍ୟ କରିଥିଲେ କଣ ସତ୍ୟ କରିଥିଲେ ନା ନିଶ୍ଚୟ ଶପଥଣୀ ମତେ ନ କରିବାର ପାଇଁ ମୋ ପାଇଁ କି କୌଣସି ସୌତୁଣୀ ଆଣିବେନି କିମ୍ବା ଦ୍ୱିତୀୟ ପତ୍ନୀ କେବେ ବି ବିବାହ କରିବେ ନାହିଁ ଏକ ପତ୍ନୀ ବ୍ରତା ରହିବେ ବୋଲିକି ସିଏ ଅଗ୍ନି ଛୁଇଁକିନା ଶପଥ କରିଥିଲେ ନାଇଁ ଆମର ପୁରାଣ ହେଉଛି ସବୁଠୁ ମର୍ଯ୍ୟାଦା ପୁରୁଷ ବୋଲି କୁହାଯାଏ ରାମଚନ୍ଦ୍ରଙ୍କୁ କାହିଁକି ନା ସିଏ ଏକ ପତ୍ନୀ ବ୍ରତ ସେ କେବେ ବି କୌଣସି ପରିସ୍ଥିତିରେ ବି ଦ୍ୱିତୀୟ ପତ୍ନୀ ବିବାହ କରିବେନି ବୋଲି କି ବାହାଘର ସମୟରେ ଅଗ୍ନିକୁ ଛୁଇଁକିନା କହିଥିଲେ ତେଣୁ ମନେ ପକାଅ ଯେତେବେଳେ ଗୋଟେ ହେଇଥିଲେ ତାଙ୍କର ଅଶ୍ୱମେଧ ଯଜ୍ଞ ସୀତାଙ୍କୁ ତ ସେତେବେଳେ ଛାଡି ଦେଇଥିଲେ ଲବକୁଶ ତାଙ୍କର ଗୋଟେ ମୂର୍ତ୍ତି ବନେଇକିନା ସାଇଡରେ ରଖିକିନା ଯଜ୍ଞ କରିଥିଲେ କିନ୍ତୁ ସୀତା ସେତେବେଳେ ବି ଭାବିଥିଲେ କାଳେ ଦ୍ୱିତୀୟ ବିବାହ କରିଥିଲେ ଏଇଟା ବୋଧେ ଅଛି ତପସ୍ୱିନୀର ପତ୍ରରେ ଅଛି ତୁମର ଫାଇଲ ଇଏ ପରୀକ୍ଷାରେ କମ୍ପଲସରୀ ଓଡିଆରେ ଅଛି ନା ନାଇଁ ତେଣୁ କହିଲେ ନିଶ୍ଚୟ ଶପଥ ମାନେ କେବେ ବି ସେ ସୌତୁଣୀ ଆସିବେ ଆଣିବେନି ବୋଲି ତ ମତେ କହିଥିଲେ ଅଗ୍ନି ଛୁଇଁକି ପ୍ରତିଜ୍ଞା କରିଥିଲେ ଯେବେ ତ ଧନୁରାମ ଧରନ୍ତି ଆଗୁସାର ଅସତ୍ୟ ପୁରୁଷଙ୍କର ଏମନ୍ତ ବ୍ୟବହାର ପୁଣି କରି ଅଭିମାନ ଦେଖୁଛନ୍ତି ଯେମିତି ଆଗୁଆ ହେଇକି ତରବ ହେଇକି ଯାଇକି ଧନୁ ଟା ଧରି ପକଉଛନ୍ତି ଏଇଟା ତ ଗୋଟେ ଭଲ ପୁରୁଷର ଲକ୍ଷଣ ନୁହଁ ଅସତ୍ୟ ପୁରୁଷ ଭଳି ଲାଗୁଛି କାହିଁକି ଆଗକୁ ଯାଇକି ଯୋଉ ଅଭିମାନ ଟା ଆସିଛି ସ୍ଵାମୀଙ୍କ ପ୍ରତି କଣ ଦରକାର ଥିଲା ତା ଧନୁଟା ଯାଇକି ଆଗେ ଧରିବା ସେ ଯଦି ତା ଧନୁଟାରେ ଗୁଣ ଦେଇଦବ ତା ଝିଅଟାକୁ ବାହାଘର କରେଇଦବ ମୋର ଗୋଟେ ସୌତୁଣୀ ଆସିବ କଣ ଦରକାର ଏଇଟା ଗୋଟେ ଅସଭ୍ୟ ପୁରୁଷର କାମ ଇଏ କାହିଁକି ଆଗୁତୁରିଆ ଯାଇକି ଧନୁଟାକୁ ଧରିଦେଲେ ବୋଲି ମନରେ ଅଭିମାନ କରୁଛନ୍ତି ସୀତା କହୁଛନ୍ତି ଯେବେ ତ ଧନୁରାମ ଧରନ୍ତି ଆଗୁସାର ହେଲେ ଆଗଭର ହେଇକି ଯେମିତି ଆଗୁସାର ହେଇକି ବା ଆଗଭର ହେଇକି ରାମଚନ୍ଦ୍ର ଯାଇକି ଧନୁଟା ଧରି ପକଉଛନ୍ତି ଏଇଟା ତ ଗୋଟେ ସତ୍ୟ ପୁରୁଷର କାମ ନୁହେଁ ଅସତ୍ୟ ପୁରୁଷର ଏମନ୍ତ ବ୍ୟବହାର ହେଲା ବ୍ୟବହାର ଗୋଟେ ଅସତ୍ୟ ପୁରୁଷର ଏଇଟା ହେଲା ବ୍ୟବହାର ଯେ ତରତର ସେ ତ ଜାଣିନାହାନ୍ତି ନା ଏତେ କଥା ସେ ଭାବୁଛନ୍ତି ଧନୁ ଭାଙ୍ଗିଲା ମାନେ ମୋ ଧନୁ ଭାଙ୍ଗିଛି ମାନେ ମତେ ବାହା ହେଇଛି ଏ ଧନୁ ଯୋଉଠି ଭାଙ୍ଗିବେ ସେମାନେ ତାକୁ ତା ଝିଅଟାକୁ ବାହାଘର କରିଦେବେ ତେଣୁକରି କହୁଛନ୍ତି କେମିତି ରାମଚନ୍ଦ୍ର ଗୋଟେ ଏଇଟା ଅସତ୍ୟ ପୁରୁଷର ବ୍ୟବହାର କାମ କରୁଛନ୍ତି କଣ ଦରକାର ଥିଲା ଯାଇକି ତାଙ୍କ ଧନୁଟା ଧାରଣ କରିବା ଧନୁଟାକୁ ଭାଙ୍ଗି ପକେଇବା ଏମନ୍ତ କଥା ସେଠି ମନେ ବିଚାରିଲେ ବିହି ଯାହା ହିଁ ଅଛଇ ବୋଲି ଏଇ କଥା ସବୁ ଏମନ୍ତ କଥା ମାନେ ଏଇଭଳି କଥା ଗୁଡିକ ସୀତା ମନେ ମନେ ବିଚାର କଲେ ଏବଂ ମନେ ମନେ ଭାବିଲେ ବିହି ହେଲା ବିଧାତା ବୋଧେ ଯାହା ଲିହି ଅଛଇ ବୋଇଲେ ଲିହି ମାନେ ଲେଖି ଅଛି ହଉ ବିଧାତା ଯାହା ମୋର ମୁଣ୍ଡ ମାନେ ମୋର ଭାଗ୍ୟରେ ଲେଖିଛି ତାହା ହବ ଆଉ ଯଦି ବିଧାତା ଲେଖିକି ସୌତୁଣୀ ସାଙ୍ଗେ ରହିବି ଆଉ ଏମିତି କରି ମନ ଭିତରେ ମାନେ ଏତେ ସାରା କଥା ଭାବିଲେ ପେଜ କ୍ଲିୟର ଏଇଟା ପଡୁଛି ନା କାହାର ଏଇଟା ପଡୁଛି ସମସ୍ତଙ୍କର କ୍ଲିୟର ତାପରେ କହିଲେ ଏଠୁ ଅନନ୍ତରେ ଶ୍ରୀରାମ ଧନୁ ଧରି ଦକ୍ଷିଣ କର୍ଣ୍ଣ ପରିଜନ୍ତେ ଆଣିଲେ ଏଠୁ ଅନନ୍ତରେ ମାନେ ଏହା ପରେ ଶ୍ରୀରାମ ଧନୁଟାକୁ ଧରିଲେ ଶ୍ରୀରାମ କଣ କଲେ ଗୁଣ ଲଗେଇଛନ୍ତି ତ ଧନ ଗୁଣ ଲଗେଇବେ ବୋଲି ଗୋଡରେ ଲଗେଇଛନ୍ତି ତେଣୁ ଆପରେ ଶ୍ରୀରାମ ଧନୁଟିକୁ ଧରିଲେ ଧାରଣ କଲେ ଦକ୍ଷିଣ କର୍ଣ୍ଣ ପରିଜନ୍ତେ ଆଣିଲେ ଉଛୁଡି ହେଲା ଓଟାରି ଧନୁରେ ଗୁଣ ଲଗେଇ ସାରିଲେଣି ଧନୁଟିକୁ ଧରିଲେ ଏମିତି ଧରିଛନ୍ତି ହେଲା ତାଙ୍କର ଡାହାଣ କର୍ଣ୍ଣ ପର୍ଯ୍ୟନ୍ତ ଦକ୍ଷିଣ କର୍ଣ୍ଣ ପରିଜନ୍ତେ ଧନୁ ତ ବାମ ହାତରେ ଧରିଲେ ତାର ସେ ଯୋଉ ଗୁଣଟିକୁ ଏମିତି ମାରନ୍ତି ଦେଖିଥିବ ବାହୁବଳି ଯଦି ମହାଭାରତ ଦେଖିବ ସମସ୍ତେ ବାହୁବଳି ଦେଖିଥିବ ନୁହେଁ ବାହୁବଳି ମାରୁଥିବ ତ ଏମିତି ଯୋଉ ମାରନ୍ତି ଏଠି ଟାଣି ଟାଣି କର୍ଣ୍ଣ ଯାଏ ସେଇଟା କହୁଛି ଦକ୍ଷିଣ କର୍ଣ୍ଣ ଯେ ତାକୁ ଓପାଡି ଆଣିଲେ ମାନେ ଓଟାରି ଆଣିଲେ ଗୁଣଟିକୁ ଉଛୁଡି ହେଲା ଓଟାରି ଆଣିଲେ ପ୍ରଭୁ ନାରାଜେ ଦେଲେ ତ ବଢାଇ ସରି ପ୍ରଭୁ ନାରାଜ ଦେଲେ ତ ବଢାଇ ତାହା ରଘୁନାଥ ଗୁଣରେ ବସାଇ ତାପରେ ପରଶୁରାମ କଣ କଲେ ନାରାଜ ଦେଲେ ବଢାଇ ହେଲା ସର ନାରାଜ ହେଲା ସର ଇଏ ଯେତେବେଳେ ଗୁଣ ଟିକେ ଟାଣିକି ଜାଣିଛନ୍ତି ପରଶୁରାମ ଦେଖିଲେ କି କଣ କଲେ ଗୋଟେ ସରଟେ
बढ़े देले रामचंद्र हाथ को देले बढ़ाई ताहा रघुनाथ गुण बसाई रघुनाथ कौन कले रामचंद्र परशुराम बढ़े सरटी कौन कि गुण बसैले मारे हेले कुआडे मारे धनु सर तो लगे देले गुण सर धरदे मारिया तो पड़ो कुआडे से सरटा मारे तेणु हसीना बोलती प्रभु बिंधिबा काहींकी इहर को बड़ लोक बोलिबो जहिकी रामचंद्र हसिकी कहउछथि गुण लगेई देले धनु सर जे धनुटे लगेई जते एबे सर सर संखान करिवे माने सरटा को छाड़ीबे बिंधिबे कोठी की छाड़ीबे तो भगवान को धनु एकरे परशुराम को धनु धीरे रामचंद्र चलेइबे तो से जाईते कोठी बडे चलेई देले चलजीबो सेमति तो होना कोठी ना कोठी निक्षेपण करिया को पड़े कोठी की चलेइबे प्रसु नाराज प्रसु है परशुराम को से शॉर्ट लिख जदी प्रसु हैला परशुराम परशुराम नाराज देले को बढ़ाई नाराज जे हसण बोलती प्रसु विधिबा काहींकी हसण बोलती रामचंद्र जते बडे परशुराम जते बडे रामचंद्र को धनुषर देले रामचंद्र रेडी करिकी पचारुचंती प्रसु माने हे परशुराम विधिबा काहींकी कोठी की काहींकी माने कोठी की एठी काहींकी माने कोन माने केउठी की होय एठी काई माने कोठी की बिंधिबा कोठी को सरटा छाडी इह लोक को ना पर लोक को इह लोक माने संसार केंद्र कोठी छाडी मर्त्य को ना ऊपर को स्वर्ग को छाडी बोलिबो जहिकी जोठी की कहबो सेही जहिकी माने जेउठी कोठी की छाडी स्वर्गटा को हे परशुराम कोठी की माने स्वरटी को छाडी निक्षेप करी कहंतु इह लोक को छाडी ना पर लोक को छाडी अर्थात ए जे मृत्यु पुर को छाडी ना ए जो तुम सॉरी पर स्वर्ग पुर को छाडी ना ए इह लोक रे रखी मर्त्य पुर रे कोठी की छाडी भृगुपति शुणिले एक कथा कहले कोन भृगुपति बोइला परलोके भेद एमहर दुस्तर पाप भार छेद भृगुपति जानि देला ये होचंती श्री राम ये कोनोसी साधारण पुरुष नहंती तेनु करी कि निज पश्चाताप करूची निज जो अहंकार एठी कमी जाईची तेनु कहउचंती हे रामचंद्र भृगुपति बोला परलोके भेद परलोक को स्वर्ग को छेदन कर दियो महिला लोक रे रखवा दरकार स्वर्ग को छेदन कर स्वर्ग को छाड़ काहे की छाड़ स्वर्ग को भेद कर काहे की ना एमहर दुस्तर पाप भार छेद मु तो एठी मर्त्य रे अछि हरिगला पर स्वर्ग को जिबे ना नहीं स्वर्ग इधर जिबी मर्त्य पर जहा पाप करथि स्वर्ग रे सब भोगिबे ना नहीं ना सब रेडी हे थिबो तेनु करी कि मर्त्य पर को भेदिबा सर दरकार नहीं सर तमे सार कोठी की स्वर्ग को पठाई दियो परलोक को पठाई दियो आ सेठी मोर जेते पाप करिछि से पाप को सब छेदन करि दियो जहा मोर पाप अछि हरण करि दियो एमहर दुस्तर दुस्तर हैला दुरतिक्रम बा कष्ट साध्य जो सब करिछि दुस्तर गुडी मोर जो पाप भार दुस्तर पाप भार माने दुरतिक्रम पाप भार मु माने एठी से परशुराम बोलन एते पाप करिछि निजको भाबुचंती देखो एते पाप करिछि एते क्षेत्र माने करिछि तो मो पापर क्रम एते दूर को जाईछि जे दुरतिक्रम पाप भार गुडी मोर अति अति महा महा पाप भार गुडी को तमे छेदन करि दियो बा नष्ट करि दियो से पाप ब्राह्मण हरिणाम क्षत्रिय बद्ध कली अहंताए अनेक मनुष्य मनुष्य माइल मनुष्य लाडी मनुष्य मनुष्य मान पाइछि तबे एडी अनुताप बोले ब्राह्मण है ब्राह्मण काहे कि ना ताको बापा जने ब्राह्मण ऋषि दिले के जमदग्नि को पुओ बुझली मु ब्राह्मण है कि क्षत्रिय मान बद्ध कली जो पाप करिछि मु एते सारा पाप अछि अनतिक्रम पाप लक्ष लक्ष कोटि कोटि सहस्र गुणर पाप मोर स्वर्ग लोकरे भरपूर हेकि थिबो मु जीवी माने मृत्यु मरिया बारे सब भोगिबे तेणु मोर से पाप को सब छेदन कर दियो कौन पाप ना मु ब्राह्मण है कि क्षत्रिय मान को बद्ध कली ता सहित अहंताए 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 ना शत्रु रे बा प्रतिहिंसा परायण है मो पापा को मारी देले क्षत्रिय माने सेही माने प्रतिहिंसा से जो हिंसा को प्रतिहिंसा देली प्रतिशोध दवा पाई कि मु जो पाप करिली अनेक मनुष्य मारी काहे कि जेतेबेले तांका बापा को कोन सब क्षत्रिय मारिथिले कि मारी नथिले ना केवल सहस्र बाहुर फैमिली जो पुओ माने मारिथिले आसी कि 21 खंड कर दैथिले 21 टा क्षत चिन्ह थिला बोली जन्म दग्नि करा देहारे सेति पाई कि आसी कि परशुराम देखिले जे मो बापा मरि जाइछन एवं 21 टी क्षत चिन्ह थिबारे 21 थर से क्षत्रिय माने को बद्ध करिथिले से जो 21 थर क्षत्रिय माने को निपात करिथिले सेतिरे केते केते साधारण लोक भी मरिचंती सह सह सैनिक मरिचंती सह सह राजा मरिचंती मंत्री मरिचंती तो सेही गुडी को प्रतिहिंसा काम नहे कि तो ताकू तो ता बापा को तो जणे मारिथिला ना तेनु सी
ପରାୟଣ ହେଇକି ଶତ୍ରୁତା କରିଥିଲେ ସମଗ୍ର କ୍ଷତ୍ରିୟ କୁଳ ଉପରେ ପୁରା କ୍ଷତ୍ରିୟ ଜାତି ଉପରେ ସେ ହିଂସା ପରାୟଣ ହେଇକି ଅନେକ ମନୁଷ୍ୟକୁ ସେ ମାରିଥିଲେ। ସ୍ୱର୍ଗକୁ ଗଲେ ମତେ ଲାଗିବ ଅବଶ୍ୟ ପାପ, ତୁ ସେ ଶ୍ରୀରାମ ହର ମୋହର ତାପ। ତାପ ମାନେ ଉତ୍ତେଜନା ବା ପାପ। ଏଠି ମଧ୍ୟ ତାପର ଅର୍ଥ ମାନେ ଉତ୍ତାପ ନୁହଁ, ପାପ। ତ ମୁଁ ତ ଯଦି ଯେହେତୁ ଏତେ ପାପ କରିଛି, ଯଦି ମୁଁ ସ୍ୱର୍ଗକୁ ଯିବି ନିହାତି ଭାବରେ ମୁଁ ପାପ ଦଣ୍ଡ ଭୋଗିବି। ତେଣୁ ହେ ରାମ, ତୁମେ ଯୋଉ ସ୍ୱର ସନ୍ଧାନ କରୁଛ ସେଇ ସ୍ୱରରେ ମୋର ପରଲୋକକୁ ସ୍ୱର ମାର, ଯେମିତି ମୋର ସେ ସବୁ ପାପ ଖଣ୍ଡନ ହେଇଯାଉ, ମୋର ପାପକୁ ନଷ୍ଟ କରିଦିଅ ତମେ। ପରଲୋକଙ୍କ ଛେଦ ରଘୁସାଇ ଯେ ମତେ ସ୍ୱର୍ଗପୁରେ ନ ପଶାଇ। ତମେ ସେତିକି କରୁନି, ପାପ ଛେଦନ କରିବା ସହିତ ସହିତ ମୋର ପରଲୋକର ଯୋଉ ସମ୍ପର୍କଟାକୁ ବି ଛେଦନ କରିଦିଅ, ଯେମିତି ମୁଁ ସେଠି ଆଉ ପହଞ୍ଚି ପାରିବି ନାହିଁ। ଏତେ ପାପୀ ମୁଁ, ମତେ ଆଉ ପରଲୋକ ଯିବା ଆବଶ୍ୟକତା ନାହିଁ। ମୋର ଯୋଗ୍ୟତା ନାହିଁ ମୁଁ ଆଉ ଯାଇକି ସ୍ୱର୍ଗରେ ରହିବି। ତେଣୁ ପରଲୋକଙ୍କ ଛେଦ ରଘୁସାଇ, ହେ ରଘୁ ଗୋସାଇ, ହେ ରଘୁ ସାଇ ଅର୍ଥାତ ରଘୁ ବଂଶର ଶ୍ରେଷ୍ଠ ରାମଚନ୍ଦ୍ର, ମୋର ପରଲୋକକୁ ତୁମେ ଛେଦନ କରିଦିଅ, ଯେମତେ ସ୍ୱର୍ଗପୁରରେ ନ ପଶଇ। ଯେଉଁପରି ଭାବରେ ମୁଁ ମରିଗଲା ପରେ ବି ସ୍ୱର୍ଗପୁରରେ ପହଞ୍ଚି ପାରିବି ନାହିଁ। ଶୁଣିବ ଶ୍ରୀରାମ ପେଶିଲେଙ୍କ ସ୍ୱର, ବେଗେ ଛେଦି ପକାଇଲେ ପ୍ରସୁ ପାପ। ଏହା ଶୁଣି ରାମଚନ୍ଦ୍ର ପେଶିଲେଙ୍କ ସ୍ୱର, ସ୍ୱର ପେଶିଲେ, ସ୍ୱର ପେଶିଲେ ଛାଡିଲେ, ଗୋଟେ ସ୍ୱର କ୍ଷେପଣ କଲେ, ସନ୍ଧାନ କଲେ କୋଉଠୁ? ସ୍ୱର୍ଗପୁରକୁ। ସେଟା ଯାଇକି ବେଗେ ଛେଦି ପକାଇଲେ ପ୍ରସୁ ପାପ ଭାର। ଆଉ ଅତି ଶୀଘ୍ର ସେ ସ୍ୱର ଦ୍ୱାରା ସେ ପରଶୁରାମର ସମସ୍ତ ପାପ ଭାରକୁ ଛେଦନ କଲେ। ଉଛୁଳିବାର ଥାଏ ବାଜିଥିଲା କୋଦଣ୍ଡ, ମଧ୍ୟ ଠାବରୁ ସେ ହୋଇଲା ବେନିଖଣ୍ଡ। ତାପରେ ଛାଡିଦେଲେ ତୀର, ଛାଡିଦେଲେ ତୀର ତାର ପଳେଇଲା। ଉଛୁଳିବାର ଥାଏ, ଯେତେବେଳେ ଟାଣିକି ନା ସରଟିକୁ ଦେଇଛନ୍ତି, ଟାଣିଛନ୍ତି, ଛାଡିଛନ୍ତି, ସରଟି ପଳେଇଲା ପରେ ଯୋଉ ଟାଣିବା ଓଟାରିଛନ୍ତି ତାର ଗୁଣଟିକୁ, ସେ ଉଛୁଳିବାର ହେଲା ଓଟାରିବାର। ଥାଏ ଆଘାତରେ ହାଜିଲା କୋଦଣ୍ଡ, ହାଜିଲା ହେଲା ଭାଙ୍ଗିଲା, କୋଦଣ୍ଡ ହେଲା ଧନୁ। ଧନୁଟି ଯୋଉ ଛାଡିଛନ୍ତି ତୀର ଗଲା ପରେ ଏତେ ଜୋର ଓଟାରିଛନ୍ତି ତା ଗୁଣଟିକୁ, ସେଇଟା ଭାଙ୍ଗିକି ଦୁଇ ଖଣ୍ଡ ହେଇଗଲା। ତ ଏଠି କୋଉ କୋଦଣ୍ଡଟି? ବୈଷ୍ଣବ ନା, ବୈଷ୍ଣବ ନାମକ କୋଦଣ୍ଡ। କାହିଁକି ନା ପରଶୁରାମଙ୍କର ଧନୁର ନାଁ ହେଲା ବୈଷ୍ଣବ। ତ ସେଟା ଦି ଖଣ୍ଡ ହେଇଗଲା। ମଧ୍ୟ ଠାବରୁ ସେ ହୋଇଲା ବେନିଖଣ୍ଡ, ବେନିଖଣ୍ଡ ଦି ଖଣ୍ଡ ଠିକ ଧନୁଶର ମଝି ଭାଗରୁ ଦି ଖଣ୍ଡ ହେଇଗଲା, ଭାଙ୍ଗିଗଲା ଧନୁଟି। ସ୍ୱର୍ଗେ ଦେବତା ହୋଇଲେ ଆନନ୍ଦ, ହୁଳହୁଳି ଦିଅନ୍ତି ଅପଛରି ବୃନ୍ଦ। ଅପଛରି ହେଲା ଅପ୍ସରୀ ବୃନ୍ଦ, ମାନେ ଅପ୍ସରୀ କନ୍ୟା ମାନେ, ଯୋଉ ସ୍ୱର୍ଗର ଅପ୍ସରୀ ମାନେ ହୁଳହୁଳି ଦେଲେ, ସ୍ୱାଗତ ଜଣାଇଲେ। ଏମିତି ଗୋଟେ କାମ ଶ୍ରୀରାମ କରିଛନ୍ତି। ଏବଂ ଅପଛରି, ଅପଛରି ନା ଅପ୍ସରୀ ଯୋଉମାନେ ନାଚ କରନ୍ତି, ତମର ସ୍ୱର୍ଗର ଅପ୍ସରୀ ମାନେ ନାହିଁ ନା, ସବୁ କଣ? ଏଇମାନେ ସବୁ ନାଚ କରନ୍ତି, ସେଇ ସବୁ ସ୍ୱର୍ଗର ଅପସରୀ ମାନେ ନାଚ, ସେ କଣ କଲେ? ହୁଳହୁଳି ଦେଲେ ଏବଂ ସ୍ୱର୍ଗର ଦେବତା ମାନେ ମଧ୍ୟ ଆନନ୍ଦ ହୋଇଲେ, ଯେତେବେଳେ ଦେଖିଲେ ଯେ ଶ୍ରୀରାମଙ୍କର ଧନୁ ସରଟି ମାରି ଦେଇଛନ୍ତି ଏବଂ ପରଶୁରାମଙ୍କର ସମସ୍ତ ପାପ ମୋଚନ ହେଇଯାଇଛି, ଖଣ୍ଡନ ହେଇଯାଇଛି। ତାପରେ ପରଶୁରାମ ତ ମରିନାହାନ୍ତି ନା, ଚିରଞ୍ଜୀବୀ ନା, ସେମାନେ ଚିରଞ୍ଜୀବୀ, ସିଏ ମଧ୍ୟ ଅନ୍ୟତମ ନାଇଁ। ଯଦି ପରଶୁରାମ ତ 21 କ୍ଷତ୍ରିୟ ମାନଙ୍କୁ ବିନାଶ କରିଦେଲେ, ତାହେଲେ ତ ଯେତିକି ସେ କ୍ଷତ୍ରିୟ ମାନଙ୍କୁ ତ ସ୍ତ୍ରୀ ତ ତାଙ୍କୁ ମାନୁଛି। ସ୍ତ୍ରୀ ମାନଙ୍କୁ ତ ଯୁଦ୍ଧରେ ମାନେ ହତ୍ୟା କରାଯାଏନି। ତ ସ୍ତ୍ରୀ ଛୁଆ ଛୋଟ, ଯୁଦ୍ଧର ନିୟମ ହେଲା ସ୍ତ୍ରୀ ଛୁଆ ଛୋଟ ପିଲା ସେମାନଙ୍କୁ ହତ୍ୟା କରିବା ଉଚିତ ନୁହେଁ, କେବଳ ସୈନିକ ମାନଙ୍କୁ। କିନ୍ତୁ ସିଏ ଯେତେବେଳେ ଯୁଦ୍ଧ କରିଥିଲେ ସବୁ କ୍ଷେତ୍ର ମାନଙ୍କୁ, ସେ ସୈନିକ ରାଜା ମାନଙ୍କୁ ବିବାଦ କରିଥିଲେ। ତାଙ୍କ ଛୁଆ ଛୁଆ ଥିବେ, ସେ ତ ଯେତେ ଥର 21 ଥର, ଅର୍ଥାତ ଗୋଟେ ଥର, ଏବେ ଗୋଟେ ଥର ଲାଗିଲେ ଯୁଦ୍ଧ କଲେ ପୁରା ବଂଶ ବିପାତ କରିଦଉ। ପୁଣି ଯେତେବେଳେ ଆଉ ଥରେ ସେକେଣ୍ଡ ସେ ଛୁଆ ବଡ ହେଇକି ଯୁଦ୍ଧ କଲେ, ପୁଣି ବିପାତ କରୁଥିଲେ। ଏମିତି ଏମିତି ମାରି ମାରି, ତାର ଅର୍ଥ ନୁହେଁ ଯେ ସେ ପୁରା ସମଗ୍ର ବିଶ୍ୱରୁ ବା ସମଗ୍ର ଧରାଖଣ୍ଡରୁ କ୍ଷତ୍ରିୟକୁ ବିନାଶ କରିଥିଲେ, କିନ୍ତୁ ସମଗ୍ର ଧରାରୁ କ୍ଷତ୍ରିୟକୁ ବିନାଶ କରିବା ପାଇଁ ସେ କଣ କରିଥିଲେ? ମାରିଥିଲେ, ସେଇ ଉଦ୍ଦେଶ୍ୟରେ ସେ ମାରୁଥିଲେ। ଆଉ ସବୁ ଯୋଉ ବିପାତ କରିଥିଲେ, ଦଶରଥ କୋଉଠୁ ଆସିଲେ? ନାଇଁ, ତେଣୁକରି କିଛିଟା କୋଉଠି ନା କୋଉଠି ଆଉ ବି ଥିଲେ କିଛିଟା କ୍ଷତ୍ରିୟ, ସେମାନେ ବ୍ରାହ୍ମଣ ରୂପ ହେଇକିନା ରହୁଥିଲେ, କାରଣ ବ୍ରାହ୍ମଣଙ୍କୁ ଏଠୁ ମାରିବେନି, ତେଣୁ କରିକି ବ୍ରାହ୍ମଣ ରୂପ ହେଇକି ମଧ୍ୟ ରହୁଥିଲେ। ଏବଂ ଦୁଷ୍ଟର ପାପ ଭୟ ଛେଦ, ଦୁଷ୍ଟ ହେଲା
ଅଧିକା ଦୁରନ୍ତି ପାପ ଭାର ମାନେ ମୋର ପାପ ଭାର ଏତେ ଅଧିକା ଯେ ଅତି ଅତି ଦୂରକୁ ଦୂରକୁ କ୍ରମ ଭାବରେ ବିସ୍ତାର ହେଇଯାଇଛି ସେଇଭଳି ପାପ ଭାର ଛେଦନ କର ଏ ମୋହର ଦୁଷ୍ଟର ପାପ ଭାର ଛେଦ ଅର୍ଥାତ ଏଇ ମୋହର ଯୋଉ କଷ୍ଟ ସାଧ୍ୟ ପାପ ଗୁଡିକୁ ତମେ ଛେଦନ ପାପ ଭାର ଗୁଡିକୁ ତମେ ଛେଦନ କର କଷ୍ଟ ସାଧ୍ୟ